ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ଏବଂ ପ୍ରେଜ୍ ଦ ଲର୍ଡ। ଆଜି ଆମେ ଡିଜିଟାଲ ବାବିଲୋନ ଯେଉଁଟାକି ବର୍ତ୍ତମାନ ଆଧୁନିକ ଯୁଗ ଯେଉଁଠି ଆମେ ବର୍ତ୍ତମାନ ରହୁଅଛୁ, ଏହି ଡିଜିଟାଲ ବାବିଲୋନରେ ରହୁ ରହୁ ଆମେ କେମିତି ଦାନିଏଲଙ୍କ ପରି ଏକ ଜୀବନ କାଟିବା ଏବଂ କେମିତି ଆମେ ଆଉ ଡିଜିଟାଲ ଏକ୍ସାଇଲ୍ ଯେଉଁ ଅଛି, ଆଧୁନିକ ବନ୍ଧନ ବନ୍ଧିତ୍ୱତା ଯାହା ରହିଅଛି ତହିଁରୁ କେମିତି ଆମେ ପାର ହୋଇପାରିବା, ସେଥି ନିମନ୍ତେ ଦାନିଏଲଙ୍କର 4ଟି ପ୍ରିନ୍ସିପଲ୍ସ ନୀତିକୁ ମୁଁ କହିବାକୁ ଚାହେଁ। ଆଉ ସେ ବିଷୟକୁ ଆଜି ଆମେ ଆଲୋଚନା କରିବାକୁ ଯିବା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ବର୍ତ୍ତମାନ ମଡର୍ଣ୍ଣ ଡେରେ ଯେଉଁଟାକି ବର୍ତ୍ତମାନ ବାବିଲୋନ, ଆଧୁନିକ ବାବିଲୋନ କହିଲେ ଅତ୍ୟୁକ୍ତି ହେବ ନାହିଁ, ଏହି ସମୟରେ ଆମେ ଜୀବନ ଯାପନ କରୁଅଛୁ। ଦାନିଏଲ ମଧ୍ୟ ବାବିଲୋନରେ ଜୀବନ ଯାପନ କରିଥିଲେ, କିନ୍ତୁ ସେ ଈଶ୍ୱରଙ୍କ ଦ୍ୱାରା ତାଙ୍କର ଯେଉଁ ନୀତି ପ୍ରିନ୍ସିପଲକୁ ଫଲୋ କରି ସବୁ ଉପରେ ଜୟ ଲାଭ କରିଥିଲେ, ସେମିତି ଆମେ ମଧ୍ୟ କିଛି ନୀତି ନିୟମକୁ, କେତେକ ବିଷୟକୁ ଆମେ ଅଭ୍ୟାସକୁ ଆମେ କରିବା ଦରକାର, ଯଦ୍ୱାରା ଏହି ଆଧୁନିକ ବାବିଲୋନର ବନ୍ଧିତ୍ୱ ଅବସ୍ଥାରୁ ଆମ୍ଭେମାନେ ମୁକ୍ତ ହୋଇପାରିବା। ତେବେ କ'ଣ କ'ଣ ସବୁ 4ଟି ପ୍ରିନ୍ସିପଲ୍ ନୀତି ନିୟମ ରହିଅଛି, ଏ ବିଷୟକୁ ଆଜି ଆମେ ଗୋଟି ଗୋଟି କରି ଆଲୋଚନା କରିବାକୁ ଯିବା। ପ୍ରଥମ ବିଷୟ ହେଉଛି ରିସଲ୍ଭ ବିଫୋର୍ ଦ ଟେମ୍ପଟେସନ୍। ଆମକୁ ପରୀକ୍ଷା ପୂର୍ବରୁ ସିଦ୍ଧାନ୍ତ ନିର୍ଣ୍ଣୟ ନେବା ଆବଶ୍ୟକ ଅଟେ। ଗୋଟେ ଡିସିସନ୍ ରିସଲ୍ଭ ନେବା ଆବଶ୍ୟକ ଅଟେ ପରୀକ୍ଷା ପ୍ରଲୋଭନ ପୂର୍ବରୁ। ଦାନିଏଲ ପୁସ୍ତକ ତାର 1:8 ଲେଖା ଅଛି ଯେ ଦାନିଏଲ ସେ କ'ଣ କରୁଛନ୍ତି, ଲେଖା ଅଛି ଯେ ଦାନିଏଲ ଦ୍ରାକ୍ଷାରସରେ ଆପଣାକୁ ଅଶୁଚି ନ କରିବା ପାଇଁ ମନରେ ସ୍ଥିର କଲେ। ହି ରିସଲ୍ଭ ଇନ୍ ହିଜ୍ ହାର୍ଟ, ହୃଦୟରେ ବା ମନରେ ସେ ସ୍ଥିର କଲେ, ଡିସିସନ୍ ନେଲେ, ସିଦ୍ଧାନ୍ତ ନେଲେ ଯେ ସେ ଦ୍ରାକ୍ଷାରସ ଦ୍ୱାରା, ଭିନ୍ନ ଭିନ୍ନ ଖାଦ୍ୟ ଦ୍ରବ୍ୟ ଦ୍ୱାରା ସେ ଆପଣାକୁ ଅଶୁଚି ନ କରନ୍ତି। ଏହି ସିଦ୍ଧାନ୍ତ ଡିସିସନ୍ ସେ ନେଇଥିଲେ। ଆପଣମାନେ ମଧ୍ୟ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆପଣାକୁ ଗୋଟେ ଡିସିସନ୍ରେ ରଖନ୍ତୁ। କରିବା ପୂର୍ବରୁ, ଭାବିବା ପୂର୍ବରୁ ଆପଣଙ୍କ ଡିସିସନ୍, ପରୀକ୍ଷା ପ୍ରଲୋଭନ ପୂର୍ବରୁ ଆପଣଙ୍କର ଡିସିସନ୍ ସଠିକ୍ ହେଉ, ଆଉ ସେଇ ଦ୍ୱାରା ଆପଣ ଜୀବନକୁ କ୍ଷେପଣ କରନ୍ତୁ। ଆପଣ କୌଣସି ପରୀକ୍ଷା ବା କୌଣସି ଅସୁଚିତା ସାଂସାରିକତାରେ ଫସି ପଡ଼ିପାରିବେ ନାହିଁ, କାରଣ ଆପଣ ଆଗରୁ ସଚେତନ ରହିଥିବେ, ଜାଗ୍ରତ ରହିଥିବେ, ଯେମିତି ଦାନିଏଲ ସେ ଜାଗ୍ରତ ସଚେତନତା ହୋଇଥିଲା। ବିଶେଷ କରି ଆମେ ଜାଣିବା ଦରକାର ଯେ ସେ ନିଜେ ହୃଦୟରେ, ନିଜ ମାଇଣ୍ଡରେ ଡିସିସନ୍କୁ ନେଇଥିଲେ, ଏକ ଷ୍ଟ୍ରଙ୍ଗ ଡିସିସନ୍। ବର୍ତ୍ତମାନ ଅନେକ ଲୋକମାନେ ଡିଜିଟାଲ ଡିଭାଇସ୍ ଗୁଡ଼ାକ ଫୋନ୍ ବାଉଣ୍ଡ୍ରିରେ ଆସିଯାଆନ୍ତି, ଭିନ୍ନ ଭିନ୍ନ ପ୍ରକାରର ରଙ୍ଗ ୱେବସାଇଟ୍ର ବାଉଣ୍ଡ୍ରିରେ ଆସିଯାଆନ୍ତି। ଶୋଇବା ପୂର୍ବରୁ ଅଧିକାଂଶ ମୋବାଇଲ ସ୍କ୍ରିନ୍ରେ ଅଧିକ ସମୟ ବିତାଇ ଆମେ ଅନେକ ଲୋକ ପରୀକ୍ଷାର ଶିକାର ମଧ୍ୟ ହୋଇଥାନ୍ତି, ଶୟତାନର ଶିକାର ହୋଇଥାନ୍ତି। ତେଣୁ ଆପଣଙ୍କର ଫୋନ୍ ବାଉଣ୍ଡ୍ରି, ମୋବାଇଲ ବାଉଣ୍ଡ୍ରିକୁ ଆପଣ କ୍ଲିୟର କରନ୍ତୁ। ଡିସିସନ୍ ନିଅନ୍ତୁ, ମନରେ, ହୃଦୟରେ କ'ଣ କରିବା ଦରକାର, କେଉଁ ଆପ୍ ଭିତରେ ପ୍ରବେଶ କରିବା ଦରକାର, କେଉଁ ଭିଡ଼ିଓ ଦେଖିବା ଦରକାର, ଆପଣ ଡିସିସନ୍, ସିଦ୍ଧାନ୍ତ ନେବା ଆବଶ୍ୟକ ଅଟେ। ଦ୍ୱିତୀୟ ବିଷୟ ମୁଁ କହିବାକୁ ଚାହେଁ, ଈଶ୍ୱରଙ୍କ ବାକ୍ୟରେ ପରିତୋଷିତ ହେବା ପାଇଁ, ପୋଷିତ ହେବା ପାଇଁ, ଈଶ୍ୱରଙ୍କ ବାକ୍ୟରେ ନରିଶ ହେବା ପାଇଁ, ଏହି ବିଷୟକୁ ଆମେ ଧ୍ୟାନ ଦେବା ଆବଶ୍ୟକ ଅଟେ। ଈଶ୍ୱରଙ୍କର ବାକ୍ୟ ଆମ ଜୀବନରେ ପ୍ରଚୁର ଭାବରେ କାର୍ଯ୍ୟ କରିବା ଦରକାର।
आम माइंड रे इम्पैक्ट क्रिएट करवा दरकार आम जीवन शैली आम कथार आम हृदय ईश्वरंकर वाक्य नोरिश प्रतिपोषित होगा दरकार अत्याधिक होगा आवश्यक अटे। आम जदि देखा दानिएल जीवन रे जे से दानिएल समस्त रॉयल फूड डेलिशियस फूड जोटा देवादेवी देवादेवी उपर आधारित बा समर्पित होइथिला से देवता मानकर समर्पित सुस्वादु भोजन को एक्सेप्ट कले ना से त्यागिले राजकीय खाद्य को। वाक्य लेखा अच्छी गीत संहिता तार 1:2 लेखा अच्छी जार आनंद ईश्वरंकर व्यवस्था थाए आमनकर आनंद ईश्वरंकर व्यवस्था रहिबा आवश्यक अटे। आमनकर आनंद ईश्वरंकर व्यवस्था चलिबा तहिरे बंचिबा एवं संपूर्ण आमे तहिरे जीवन काटिबा अत्याधिक भावे वाक्य आम ठारे बास करिबा ए विषय को आमे प्राधान्य देबा आवश्यक अटे। आ अनावश्यक विषय मान को आमे त्यागिबा दरकार। आमे डिजिटल सिस्टम गुडा करे 30 मिनिट 1 घंटा 2 घंटा समय बिताइबा परिवर्ते ईश्वरंक वाक्य रे प्रार्थना रे आमे बिताइबा आवश्यक अटे। आमे सज्जारे आम मोबाइल को स्क्रोलिंग करि थाउ आमे फ्री टाइम मिलिले आराम रे बसी स्क्रोल करि थाउ अनेक रील्स देखि थाउ बट एटलिस्ट 31 आवर्स 2 आवर्स आमे ईश्वरंक वाक्य एवं प्रार्थना आड़कू जीवा अधिक आवश्यक अटे। प्रिय ईश्वर लोक माने तृतीय प्रिंसिपल नियम बा नीति दानिएल बेबिलोन रे थिबा समय रे फॉलो करथिले ता होची प्रार्थना प्रेयर लाइफ प्रार्थना। आपनकर जीवन को टिके आपण चेक करंतु जे आपण केते घंटा प्रार्थना करछंती आ कोन प्रार्थना करछंती आपनकर प्रार्थना जीवन की प्रकार अछि। दानिएल विंडो ओपन करी जेरूसलम आड़े मुख करी द्वार को उन्मुक्त करी से प्रार्थना करुथिले दिन को 3 थर लेखाए। लज्जा विहीन होई से जीवन काटिछंती एवं लज्जा करिनांती प्रार्थना करिबा पई। अन्य राज्य रे अन्य लोक माने अन्य शासक अन्य पूजा पद्धति अन्य कल्चर अन्य आइडिया शिक्षा एई क्षेत्र रे दानिएल प्रार्थना करिबा पई लज्जित होई नथिले। आपण ख्रिस्टियन हे प्रभु को जानि मते प्रार्थना करूनांती तेणु आमे पछारिबा आवश्यक जे हमर प्रार्थना जीवन केमिति आमे प्रार्थना करूछु कि डिजिटल बेबिलोन रु विजय हेबा पई ए वर्तमान जगत रु विजय हेबा पई। आपणकर प्रार्थना जीवन हेबा आवश्यक अटे। लोक माने आपणकर ऑनलाइन ऑफलाइन को न देखंतु लोक माने आपणकर विश्वास को देखंतु लोक माने आपणकर प्रार्थना जीवन द्वारा प्रभावित होंतु आपणकर ऑनलाइन ऑफलाइन को लोक माने न देखंतु। चतुर्थ विषय प्रिंसिपल नीति यह होची जे स्थिर होई ठिया होई रहिबा स्थिर होई ठिया होई रहिबा। दानिएल तांको आत्मिक जीवन रे ईश्वरंक सहित जो संपर्क थिला से जीवन रे तांकर विश्वस्तता कार्य से स्थिर होई ठिया हेले। से डरी जाहि नांती से कौनसी राजार शक्तिर प्रभाव को भय को से डरी नाहांती स्थिर दृढ़ होई शेष जाए रहिछंती। से प्रार्थना जीवन को त्यागी नाहांती से कौनसी षड़यंत्र को भय करी कौनसी विषय को त्यागी नाहांती से स्थिर सुदृढ़ होई ठिया होइथिले शेष जाए तांको जीवन शेष जाए। एवं मध्य आमे जानुछु दानिएलंकर 3टी बंधु सैद्रक मैश्रक अबेदनगो एमाने दृढ़ होई ठिया होइथिले। एमिति दृढ़ होई ठिया हेले जे अन्य प्रतिमा निकटरे दंडायमान होई नाहांती अन्य मूर्ति निकटरे प्रणाम करि नाहांती बाउ डाउन ही नाहांती। आज आपण कोठारे आपण को समर्पण करी प्रमाण करूछंती प्रणाम करूछंती वर्शिप करूछंती। दानिएल आ तांकर 3 बंधु विशेष करी तांकर 3 बंधु को मूर्ति सम्मुख रे दंडायमान बा प्रणाम करि नांती सत्य रे स्थिर होई ठिया हेले
ଈଶ୍ୱରଙ୍କର ବାକ୍ୟ ସେ ସତ୍ୟରେ ଆପଣ ଠିଆ ହୁଅନ୍ତୁ। ଏଣେ ତେଣେ ଅସ୍ତବ୍ୟସ୍ତ ଆର ତାର ଏ ଶିକ୍ଷା ସେ ଶିକ୍ଷା ଆଙ୍କୁ ତାଙ୍କୁ ଏପଟ ସେପଟ ଗୋଳେଇ ଘାଣ୍ଟି କାହିଁକି ହେଉଛନ୍ତି? ତେଣୁ ଆମ୍ଭେମାନେ ସ୍ଥିର ହେଇକି ଠିଆ ହେବା ଦରକାର। ମିଥ୍ୟାକୁ ତ୍ୟାଗିବା ଦରକାର, ପ୍ରତିମାକୁ ତ୍ୟାଗିବା ଦରକାର। ସକଳ ଜଗତର ମିଥ୍ୟା ଟିଚିଂକୁ ତ୍ୟାଗି ସତ୍ୟରେ ଦୃଢ଼ ଭାବରେ ଠିଆ ହେଇ ମଜବୁତ ହେବା ଆବଶ୍ୟକ ଅଟେ। ଦାନିଏଲଙ୍କର 3 ବନ୍ଧୁ ଯେପରି ଠିଆ ହେଇଥିଲେ ସେମିତି। ତେଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ଜାଣିବା ଆବଶ୍ୟକ ଅଟେ ଯେ ଆମେ ଏ ବର୍ତ୍ତମାନ ଜଗତରେ ଯେଉଁଟାକି ମଡର୍ଣ୍ଣ ଟେକ୍ନୋଲୋଜିରେ ପୋଷ୍ଟ ମଡର୍ଣ୍ଣ ୱାର୍ଲଡରେ ରହୁଅଛୁ, ଯେଉଁଟାକି ଡିଜିଟାଲ ବ୍ୟାବିଲନ୍ ବୋଲି କୁହାଯାଏ, ଆମେ କେମିତି ବଞ୍ଚୁଛୁ, ଆମେ କେମିତି ଜୀବନକୁ ଅତିବାହିତ କରୁଛୁ। এই 4ଟି ଦାନିଏଲଙ୍କର ପ୍ରିନ୍ସିପାଲକୁ ଫଲୋ କରନ୍ତୁ ଆଉ ସକଳ ବନ୍ଧନ, ସକଳ ଡିଜିଟାଲ ଇନଫ୍ଲୁଏନ୍ସେସ୍ ଆଣ୍ଡ ଏକ୍ସାଇଲ୍ରୁ ବନ୍ଧିତ୍ୱତାରୁ ମୁକ୍ତ ହୁଅନ୍ତୁ। ବହୁତ ଜାଗ୍ରତ ଡିଜିଟାଲ ବ୍ୟାବିଲନ୍ରେ ଆମ୍ଭେମାନେ ରହୁଛୁ। ଦାନିଏଲଙ୍କର ପ୍ରିନ୍ସିପାଲକୁ ଫଲୋ କରନ୍ତୁ ଏବଂ ଆପଣ ବିଜୟ ଲାଭ କରନ୍ତୁ। ଜଗତ ଆମଠାରେ ବାସ ନ କରୁ। ଯଦି ବା ଆମେ ଜଗତରେ ବାସ କରୁଛୁ, ଜଗତ ଆମଠାରେ ବାସ ନ କରୁ। ଯେପରି ଜଗତରେ ବାସ କରି ଜଗତ ଉପରେ ଜୟଲାଭ କରୁ, ଏ ଡିଜିଟାଲ ମଡର୍ଣ୍ଣ ବ୍ୟାବିଲନ୍ ଯେଉଁଟାକି ପ୍ରେଜେଣ୍ଟ ୱାର୍ଲଡ ଉପରେ ଜୟଲାଭ କରୁ, ଏହା ପ୍ରଭୁ ଆମକୁ ଚାହାନ୍ତି। ଦାନିଏଲଙ୍କ ଠାରୁ ଏ 4ଟି ପ୍ରିନ୍ସିପାଲ ନୀତି ନିୟମକୁ ଶିଖନ୍ତୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଲର୍ଡ।